80 ଲକ୍ଷ ଲୋକଙ୍କୁ ସୁଭଦ୍ରା ଯୋଜନାରେ ପଇସା ମିଳିବ। ନିର୍ବାଚିତ ଗଲାବେଳେ କହିଦେଇ ଆସିବେ, ଯାହାକୁ ପଇସା ନ ମିଳିବ ଫର୍ମ କରିକି ଦେଇଥାନ୍ତୁ, ଅପେକ୍ଷା କରିଥାନ୍ତୁ, କିଛି ଲାଭ ହବନି, ଆପଣ ସବୁ ପଇସା ଠିକ ମିଳିବ। ଯୋଉ 50,000 ଦବା ପାଇଁ ଭାରତୀୟ ଜନତା ପାର୍ଟି କହି ଯାଇଥିଲା 50 ରୁ 50 10 କିସ୍ତିରେ ଦବ ଏବଂ ଆପଣଙ୍କ ପାଖେ ସହଜ ସୁଗମ କରିଦବ, ଯୋଉଥିରେ ଏକ ମହିଳା ତାର ନିତ୍ୟ ଖର୍ଚ୍ଚ କରିପାରିବ, ଗୋଟେ ଚା ଦୋକାନ କରିପାରିବ, ଗୋଟେ ମୁଣ୍ଡରେ ରହୁଥିବା ମାଛ ଦୋକାନ କରିପାରିବ ଏବଂ ଆଶ୍ଚର୍ଯ୍ୟ ରହିବ କି ରକ୍ଷାବନ୍ଧନ, ଏଥର ରକ୍ଷାବନ୍ଧନ ସରିଯାଇଛି, ଏ ରକ୍ଷାବନ୍ଧନର କିସ୍ତି ସେପ୍ଟେମ୍ବର 17ରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ କର କମଳରେ ସବୁ ଲୋକଙ୍କୁ ମିଳିବ। ଆପଣମାନେ ସମସ୍ତେ ସେ ବିଭାଗର ମନ୍ତ୍ରୀ ହିସାବରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଯାଉଛି, ସେ ସଭାକୁ ଆପଣମାନେ ସମସ୍ତେ ଆସିବେ। ଓଡ଼ିଶାରେ କେବେ ଏତିକି ଲୋକଙ୍କୁ ଏତିକି ଟଙ୍କା କେମିତି ଆକାରରେ ବାଣ୍ଟିବାର କେବେ ବି କେହି କରିନଥିଲେ। ଦେଖୁଥିବେ କାଲି ନବୀନ ବାବୁ ଗୋଟେ ଟ୍ୱିଟ୍ କରିଛନ୍ତି, ଆପଣମାନେ ଏଇଠୁ ଗଲା ପରେ ତାଙ୍କ ଟ୍ୱିଟ୍ ତଳେ କମେଣ୍ଟ କରିବେ ଯେ ନବୀନ ବାବୁ କାଳିଆ ଯୋଜନାରେ 10,000 ଟଙ୍କା ଦେବେ କହିଥିଲେ, ଏତେ ବର୍ଷ ପରେ 4,000 ଦେଇଛନ୍ତି, 6,000 ଦେଖା ନାହିଁ। ମିଛ କଥା କହୁଥିବା ଲୋକଙ୍କୁ ସବୁ କଥାରେ କେବଳ ମିଛ ଦେଖାଯାଏ। ତେଣୁ ଯେହେତୁ ଓଡ଼ିଶାର ଲୋକଙ୍କୁ ସେମାନେ ମିଛ କହିଛନ୍ତି, ଭକୁଆ ବନେଇଛନ୍ତି, ତେଣୁ ଭାବୁଛନ୍ତି ବୋଧେ ସୁଭଦ୍ରାରେ ଆମେ ମା ମାନଙ୍କୁ ପଇସା ଦେଇପାରିବୁନୁ, ତେଣୁ ମିଛ କହୁଛୁ, କିନ୍ତୁ ଏଇଟା ସତ୍ୟ। 1,08,00,000 ଆପଣ ଭାବନ୍ତୁ, ଗାଁରେ କହିବେ ଯୋଉ ବିଧବା ମା ଭତ୍ତା ପାଉଛି ତାକୁ ବି ସୁଭଦ୍ରା ମିଳିବ, ଯୋଉ ଭିନ୍ନକ୍ଷମ ମା ଭିନ୍ନକ୍ଷମ ଭତ୍ତା ପାଉଛି ତାକୁ ବି ସୁଭଦ୍ରା ଯୋଜନା ମିଳିବ, ଯିଏ ଛାତ୍ରଟେ ହେଇଥିବ 21 ବର୍ଷର ଉର୍ଦ୍ଧ୍ୱ ହେଇଥିବ ତାକୁ ଯଦି ସ୍କଲାରସିପ୍ ମିଳୁଛି 15,000 ସ୍କଲାରସିପ୍ ପାଉଥିଲେ ବି ସୁଭଦ୍ରା ଯୋଜନା ସେ ପାଇବ। ଯୋଉମାନେ କଳାକାର ଅଛନ୍ତି, କଳାକାର ମାନେ ଭତ୍ତା ପାଉଥିଲେ ବି ସୁଭଦ୍ରା ଯୋଜନା ପାଇବେ। ତେଣୁ ଅନେକ 1,08,00,000 ପାଖାପାଖି ଲୋକଙ୍କୁ ଆମେ ସୁଭଦ୍ରା ଯୋଜନା ଦବା ପାଇଁ ତାଲିକାଭୁକ୍ତ କରିଛୁ। ଆଗକୁ ଭୋଟ ଯେତେ ଅଧିକ ଆସିବ ତାଦେହରେ ଗୋଟେ ଘୋଷଣାନାମା ଅଛି, ବୋଧେ ଆଗରୁ କେବେ ହେଇନଥିଲା ଯେ ସେଲ୍ଫ ଡିକ୍ଲାରେସନରେ ବି ସରକାରୀ ଯୋଜନା କିଏ ପାଇପାରିବ ବୋଲି। ଯଦି ଜଣେ ମହିଳା ଦେଖିବ ମୁଁ ପାଇବା ପାଇଁ ଉପଯୁକ୍ତ, ମତେ ଦିଆଯାଉ, ତାହେଲେ ସରକାର ତାକୁ ବିଚାରକୁ ନେବେ, ଲୋକାଲ ବିଧାୟକ ସେଥିରେ ମଞ୍ଜୁରୀ ଦେବେ ଏବଂ ସେ ପୁଣି ଥରେ ପାଇବେ। ସୁଭଦ୍ରା ଯୋଜନାରେ ଯାହାକୁ 21 ବର୍ଷ ଯେବେ ହଉଥିବ, ଆପଣ ଭାବନ୍ତୁ ଆଜି ଯାହାକୁ 20 ହେଇଛି ସେ ସୁଭଦ୍ରା ଯୋଜନାର ବଞ୍ଚିତ ହବ। କାରଣ ଜୁଲାଇ 1 ସୁଦ୍ଧା ଆମେ ଜନ୍ମଦିନ ସ୍ଥିର କରିଛୁ, କାରଣ ଆମ ସରକାର ଜୁଲାଇ ମାସରେ ଯେହେତୁ ଆସିଛି, ତେଣୁ ଜୁଲାଇ ମାସ ସୁଦ୍ଧା ଯାହାକୁ 21 ହେଇଥିବ ତାକୁ ହିଁ ଆମେ ଦବୁ। କିନ୍ତୁ ଯିଏ ଆର ବର୍ଷକୁ 21 ହବ, ଯିଏ ମାର୍ଚ୍ଚ 8 ପୂର୍ବରୁ ଯାହାକୁ 21 ହବ ତାକୁ ବି ପୋର୍ଟାଲରେ ସ୍ୱୀକାର କରାଯିବ। ପ୍ରତି ବର୍ଷ ଯାହାକୁ 21ରେ ଏଣ୍ଟ୍ରି ହଉଥିବ ତାକୁ ଆମେ ସୁଭଦ୍ରା ଯୋଜନା ଦଉଥିବା। ତେଣୁ ଆଗକୁ ଅନେକ ନୂଆ ଲୋକଙ୍କୁ ଏଣ୍ଟ୍ରି କରିବାର ସୁଯୋଗ ଆମକୁ ମିଳିବ। ସୁଭଦ୍ରା ଯୋଜନା ଗୋଟିଏ ଯୋଜନା, ମୁଁ ଭାବୁଛି ଚାଷୀ ମାନଙ୍କ ପାଇଁ 3100 ଏବଂ ସୁଭଦ୍ରା ଯୋଜନାରେ ଫର୍ମ ଭରିବା ବ୍ୟବସ୍ଥା, ଇଏ ଆପଣଙ୍କ ହାତରେ 2ଟି ଅସ୍ତ୍ର, ଯାହାକୁ ନେଇ ଆପଣ ଗାଁରେ ଲୋକଙ୍କୁ ସାମ୍ନା କରିପାରିବେ। ବେଳେବେଳେ ଲୋକ କହୁଛନ୍ତି ଭତ୍ତାରେ 80 ବର୍ଷ କିଏ ବଞ୍ଚୁଛି ଯେ ତାକୁ ଇଏ ସରକାର 3,500 ଦେଲା। ଆପଣମାନେ ସବୁ ପଞ୍ଚାୟତ ବ୍ଲକ ସ୍ତରରେ କାମ କରୁଥିବା ଲୋକ ଥରେ ଅନୁଭବ କରନ୍ତୁ, ଇଏ ସ୍ଲାବ ବିଜୁ ଜନତା ଦଳ ସରକାରରେ ଥିଲାବେଳେ ବନେଇଥିଲା ଯେ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ 1,200 ଟଙ୍କା ସେ ଦଉଥିଲେ। ଆମେ 1,200 ଟଙ୍କାଟାକୁ 3,500 ଟଙ୍କା କରିଦେଲୁ, ତ କଣ ଅନ୍ୟାୟ ହେଇଗଲା?
ସିଏ କଣ